ତ ହେଲୋ ଭାଇ, ଆଜି ପୁରା ଦିନ ସକାଳ 6ଟାରୁ ପୁରା 10ଟା 11ଟା ପର୍ଯ୍ୟନ୍ତ ପୁରା ଦମଦାର ଦୌଡ଼ି ଚାଲିଛି, ଟୋଟାଲ୍ ରେଷ୍ଟ ନାହିଁ। ତ ଭାଇ କାଲି ଯାଇଥିଲି ସନ୍ଧ୍ୟାବେଳେ ରଖିଦେଇକି ଆସିଥିଲି କାର୍ଡ଼। କାଲି ଦିନଟି ମାନେ ପୁରା ସକାଳୁ ସଞ୍ଜ ପର୍ଯ୍ୟନ୍ତ ରହିଲି ଚାଉଳ ଆଣିବା ପାଇଁ, ଲେକିନ୍ ରାସନ୍ କାର୍ଡ଼ରେ ନମ୍ବର ଗଳିଥିଲା। କାର୍ଡ଼ ସେ ଥିଲା ହିଁ ମିଳିଲାନି, ରାସନ୍ ବନ୍ଦ ହେଇଗଲା। ରାତି 7ଟା ହେଇଯିବାରୁ ବନ୍ଦ କରି ଗଲେ ହେରି ସେ ଆସିବାକୁ ପଡ଼ିଲା ଘରୁ। ସକାଳୁ ଜାଣିବାକୁ ପଡ଼ିଲା ଯେ ଆଜି ପିଢ଼ା ବି ମିଳୁଛି ସକାଳେ। ତ ସକାଳେ ପୁଣି ପିଢ଼ା ଆଣିବାକୁ ଗଲି ହେରି। ମୁଁ କହିଲି ଚାଉଳ କାର୍ଡ଼ ତ ପକେଇଛି, କେତେବେଳେ କଥା ମିଳିବ ଆଗ। ଗଲି ହେରି ରାସନ୍ କାର୍ଡ଼ ପିଢ଼ା ଆଣିବା ପାଇଁ। ପିଢ଼ା ଭାଇ 6ଟାକୁ ଗଲି। 6ଟାକୁ ଗଲୁଗୁରୁ ସେଠି ଜଗିଲି ସେଠି 8ଟା ପ୍ଲସ୍ ହେଲୁଗୁରୁ ଆସିଲେ ବିକ୍ରମ ଭାଇ ଆସିଲେ, ଭାଇ ନା ଦାଦା ହେବେ। ବିକ୍ରମ ଦାଦା ଆସିଲେ ଦେବା ପାଇଁ ପିଢ଼ା ଦେବା ପାଇଁ। ପିଢ଼ା ଦେବା ପାଇଁ ଆସିଲେ, ହେଲେ ତାଙ୍କ ନେଟୱାର୍କ ହେଉନି ସେଠି। ଗୁଡ଼ିମାଳା ଜାଗା ନା, ସେଠି ନେଟୱାର୍କ ଇସ୍ୟୁ ହେଉଛି, ସେଠି ନେଟୱାର୍କ ହେଉନି। ସେଠି ନେଟୱାର୍କ ହେଲାନି, ପୁଣି ଘଣ୍ଟେ 1.5 ଘଣ୍ଟା ପୁଣି ସେଠି କଟିଗଲା। ଆସିଲେ ପୁଣି ଯେମିତି ହେଲେ ଆଡ଼ଜଷ୍ଟମେଣ୍ଟ କରି ହେଲା। ଆଧାର କାର୍ଡ଼ ଆଉ ଦସ୍ତାବିଜ ବି ଦରକାର ପଡ଼ୁଥିଲା, ମାନେ କେତେ ଜମି ଅଛି ସେଇ ହିସାବରେ ପିଢ଼ା ମିଳେ। ଏମିତି ନାହିଁ ଯେ ତୁମେ ଯେତେ କହିବ ସେତିକି ଦେବ। ଦସ୍ତାବିଜ ଦେଖିଲେ ମଣ୍ଡିରେ ନାଁ ଥିବା ଦରକାର, ଲୋନ୍ ବି ହେଇଥିବା ଦରକାର, ତା ବାଇଚିକି ଦେବେ। ଦସ୍ତାବିଜ ଆମର ନେଇଥିଲି ମୁଁ, ମଣ୍ଡିରେ ତ ନା ବାବା ଲଗେଇ ଦେଇଥିଲେ। ଯେତେବେଳେ ମୋ ନମ୍ବର ମାନେ ଯାହାର ମଣ୍ଡିରେ ତ ନାଁ ଥିଲା, ମାନେ ଯିଏ ଏଇଟା ହେଇଥିଲା ଯେ ଯାହାର ନାଁ ଥିବ ମଣ୍ଡିରେ ସେ ହିଁ ଯିବା ନିୟମ, ମାନେ କମ୍ପଲସରି। ସେଇ ନଗଲେ ଭାଇ ତାକୁ ଦିଆହେବନି। ତାଇ ମୋର ତ ବାବା ଡେଟ୍ ହେଇଯାଇଛି, ମୁଁ ସେଠି କହିବାରୁ ମୋତେ ଦେଇଥିଲେ ମାତ୍ର। ବାବାଙ୍କର ଡେଥ୍ ସାର୍ଟିଫିକେଟ୍ ମାଗିଥିଲେ, ମୁଁ ଘରୁ ଆସି ମାନେ ମୋତେ ଦେଇଥିଲେ, ଆଜ୍ଞା ପିଢ଼ା ଦେଇଥିଲେ। ମୁଁ ଗାଡ଼ିରେ ପକେଇ ଦେଇକିରି ଆସିଲି ସାଇକେଲରେ। ଆସିଲି ପୁଣି ଡେଥ୍ ସାର୍ଟିଫିକେଟ୍ କହିଲା ଆସିବି ଗୋଟେ ଦେଇଦେବୁ, ଡେଥ୍ ସାର୍ଟିଫିକେଟ୍ ଜେରକ୍ସ ଗୋଟେ। ସେଇଟା ତ ସେଠି ନେଇ ଦେଇହେଲାନି। ଘରୁ ଆସୁ ସାଙ୍ଗଟା ଫୋନ୍ କହିଲା ତୋ ନମ୍ବର ଆସିଲାନି ଚାଉଳ। ଆସିକିରି କାର୍ଡ଼ ତଳକୁ ଫାଡ଼ିଲାଣି। ପୁଣି ତାହେଲେ ସେ ଆଣିବା ପାଇଁ ଚାଉଳ। ଭାବିଲି ଖାଇକି ଯିବି, ପୁଣି ନାହିଁ ବେଶୀ ତଳକୁ ହେଇଯିବ। ନ ଖାଇକି ପୁଣି ନିଙ୍ଗୁ ଭାଇ ମୋର ପୁଣି ଗଲି। ନିଙ୍ଗୁ ଭାଇ ପିଢ଼ିବା ପାଇଁ ଯାଇଥିଲା, ତାଙ୍କର ହେଲାନି। ପୁଣି ନିଙ୍ଗୁ ଭାଇ ତ ଦେଲେନି, ନିଙ୍ଗୁ ଭାଇର ବୋଉ ନାଁ ଥିଲା। ତ ନିଙ୍ଗୁ ଭାଇର ବୋଉ ଗଲୁ ପୁଣି ପିଢ଼ିଆ ଦେଲେ ତାଙ୍କୁ। ଖାଦ୍ୟ ପିଢ଼ିଆ ଗୋଟେ ଆଉ ଏରିଆ ଗୋଟେ। ମୁଁ ଖାଲି ଏରିଆ ଗୋଟେ ଆଣିଲି। ଖାଦ୍ୟ ତ ଦରକାର ନାହିଁ, ଖାଦ୍ୟ ପିଢ଼ିଆ ଏରିଆ 2ଟା ମାଗିଲେ ଦେଲାନି। ଗୋଟେ ଏରିଆ ଆଣିଲି, ଆଉ ପୁଣି ଗଲୁ ଚାଉଳ ପାଇଁ। 10ଟା ପାଖାପାଖି ହେଲାଣି। ସେଠି ଗଲୁ ମାତ୍ର 10 ମିନିଟ୍ 5 ମିନିଟ୍ ଜଗିଛୁ, ତାକୁ କହିଲୁ ମାତ୍ର କାଢ଼ିକି ଦେଇଦେଲା। ଚାଉଳ କାଢ଼ି ତଳେ ରଖିଥିଲା, କାଢ଼ିକି ଦେଇଦେଲା ମାତ୍ର। ସେଠି ପୁଣି ଅଟୋବାଲା ଗୋଟେ ଖେଳା ପିଲାଟା, ସେ ଅଟୋ ଚଲେଇ ସେ ଅଟୋ ଧରି ଆସିଲା। ସେଠି 20 ଟଙ୍କା ନେଇ ବସ୍ତା କହିଲା ସେ ଘରୁ ଆଣିବା ପାଇଁ। 20 ଟଙ୍କା କହିଲା ଭିତରେ ଏଇ ନିଘା ଗଲା ନାହିଁ 15। ସେ କହୁଛି 20 ସମସ୍ତଙ୍କୁ, ତୁମର ଗାଡ଼ି 15 ନାହିଁ। ସେ ଝିଙ୍କା ପିଲା ହେଲେ ସମସ୍ତଙ୍କର ଭାଇ ତମେ ଚା ଫା ପିଇକିରି ଭାଇ 10 ଟଙ୍କାରେ ଏକା ସେକେଣ୍ଡ କରିଦେଉଛ, କାହିଁ 5 ଟଙ୍କା ବି ଏକା ସେକେଣ୍ଡ ନେଉଛ। ହେଇଛି ଭାଇ 20 ଟଙ୍କା ବେଶୀ ଆଗା ହେଲେ ଭାଇ ସେ ଏବେ ଗଲାଠୁ ଚା ପିଇଦେଲେ ଗୋଟେ 5 ଟଙ୍କା ଛୋଟ କପ୍ରେ ପାଣି ଟିକେ ଦେଲା ଯେ ସେ 5 ଟଙ୍କା ଦେଲା ହେଇଗଲା। ତାକୁ 5 ଟଙ୍କା 10 ଟଙ୍କା ଦେଇଦେଲେ କାହିଁକି ଦେଉଛ, ଛାଡ଼ ସେ କଥା। ସେଠୁ ପୁଣି ଆସିଲା ଧରି ଆସିଲା, ଆସି ସେ ଘରେ ରଖିଲା। ସେ କାନ୍ଥି କାଣି ପୁରା ଚାଉଳ ରଖିଦେଲା ଭାଇ। ମୋର ତ ଡକ୍ଟର ନାଇଁ କହୁଛି ଅଧିକ ସାମାନ ଉଠିବା ପାଇଁ। ସେଇ ନିଙ୍ଗୁ ଭାଇ ତାର ମିଶିକି ଆଣି ପୁରା କାନ୍ଥରେ ରଖିଦେଲେ। କାନ୍ଥରେ ମୁଁ ପୁଣି ଝିକିରି ଆଣି ଏଡ଼େ ଘରେ ରଖିଲି। ତ ପିଢ଼ିଆ କାର୍ଡ଼ ଯେଉଁ ଗାଡ଼ିରେ ନଥିଲି ସେଠି, ସେ ଆଣି ଭଣ୍ଡାରରେ ସେଠି ପକେଇକି ପଳେଇଛି, ଏ ଯେଉଁ ସେଲୁନ୍ ପାଖରେ ଦୁକୁଡ଼ରେ। ସେଠୁ ପୁଣି ସେ ସଂଗ୍ରାମ ଆସୁଥିଲା ବିଶାଳର, ତାକୁ ଗଲୁ ସେଇ ତା ଗାଡ଼ିରେ ବସିକିରି ଆସିକିରି ଆଣିକିରି ମାତ୍ର କାନ୍ଥରେ ନଦେଲି। ବାସ୍ 11ଟା 11:30 ହେଇଗଲାଣି, ସବୁ କାମ ସରିଲା ଭିତରେ। ପୁଣି 12ଟା ବେଳୁ ଖାଇଲି। ଖୁଡ଼ି ପୁଣି ଫୋନ୍ କରିଥିଲେ, ଆଜି ଶାରଦା ବାପାଙ୍କର ଶାରଦା ଅଛି ଜେଜେବାପାର, ସେଠି ଖାଇବା ପାଇଁ ଡାକିଥିଲେ। ମଝିଆ ଗୁଡ଼ରେ ଖାଇବା ଆଣି ରଖିଦେଇଥିଲେ। ସେଠି ମୁଁ ଗଲାଠୁ ଜେରକ୍ସଟା କାଢ଼ି ନଥିଲେ, ଯିବି ସେଠି ଜେରକ୍ସ କାଢ଼ିବି, ଖାଇକି ପଳେଇ ଆସିବି ଜାଗା। ପୁଣି ଗଲାଠୁ ସେଠି କ'ଣ ମନେ ହେଲା, ଜେରକ୍ସ କାଢ଼ିଦେଲି।
ସରପଞ୍ଚ ମାନେ ଯେଉଁ ରଞ୍ଜୁ ଭାଇରେ ଦେଇଦେଲି, ପଳେଇଲି। ତାଙ୍କ ଘର ଦେଇଦେଲି, ଆଉ ସିଆଡ଼େ ଗଲେନି, ମଣ୍ଡିକି ଆଉ ଗଲେନି। ଯେଉଁଠି କହିଥିଲେ କହିଲେ ଏଠିକି ତ ଆସିବେ, ଏଠୁ ତାହେଲେ ନେଇଯିବ। ତାଙ୍କ ଘର ଦେଇଦେଲି, ତାଙ୍କ ଭାଇ ରଖିଥିଲେ, କହିଲେ ହଁ ଆସିଲେ ଦେଇଦେବି। ସେଠି ଆସିକିରି ରହିଗଲି ଆଉ। ଆସିଲେ ଯାଇଥିଲି, ମନ ହେଲା ଆସିଲି। ପୁଣି ମଝିଆ କୁଡ଼ିଆରୁ ଜାଣିଥିଲେ, ମଝିଆ କୁଡ଼ି ଦେଇଥିଲେ ଖାଇବା। ଆଜି ତ 10:30 ହେଇନି ରୋଷେଇ ଆମର। ମଝିଆ କୁଡ଼ିଆର ଡାଲି ନାହିଁ, ଭାତ, ଖଟା, ତରକାରୀ, କ୍ଷୀରି, 3-4ଟା ଆଇଟମ୍ ଦେଇଥିଲେ। ସେଥିପାଇଁ ଖାସି ଖାଇଲି। ପୁଣି କୋଉଠି ଗଲେ, ଆସିଲେନି କାହିଁକି? ମୁଁ କହିଲି ଖାଇବା ଗଲି, ଉପରଓଳି ଆଉ ଯିବି 3ଟା ବେଳକୁ। କୋଉଠି ଗଲେ, ହଁ ହଉ। ଏମିତି ହେଇକି ପୁଣି ଆସିଲି, ଟିକେ ମୋବାଇଲ୍ 10 ମିନିଟ୍ ଅଧଘଣ୍ଟା ଚଲେଇଛି, ନିଦ ଆସିଲା। ପୁଣି ଶୋଇ ପଡ଼ିଲି। ଏବେ 3ଟାକୁ ଉଠିଲି ଭାଇ। ବାସ୍ କହିଲି ଭିଡ଼ିଓଟା ବନେଇଦେବା।